ରାମ ନାରାୟଣ ରାମ। ଚଞ୍ଚଳ ହେଉଛ ହେଲେ ମଧ୍ୟ କେଉଁଠି ଯିବ? ଏଠାରେ ଦେଖିବା ପାଇଁ କିଛି ବସ୍ତୁ ନାହିଁ। ଏବେ ଅଛି, ଏବେ ନାହିଁ, ଏକ ମୁହୂର୍ତ୍ତ ମଧ୍ୟରେ ଲୀନ ହୋଇଯାଏ। ସାଧାରଣ ଭାବେ ଆମେ ଯେଉଁ ମୂର୍ତ୍ତିଗୁଡ଼ିକର କଳ୍ପନା କରୁଛୁ ସେସବୁ ରହିବେ ନାହିଁ, ସବୁ କିଛି ଏକତ୍ର ହୋଇଯିବ। ଆମେ ଯାହାକୁ ଜୀବନ ଭାବୁଛୁ ସେଠି ହେଉଛି ଗତି। ଗତି ଅଛି, ସେପରି ଦିଶୁଛି ସିନେମାରେ। ବହୁତ ତସବିରକୁ ଏକତ୍ର କରି ଗୋଟିଏ ଚିତ୍ର ତିଆରି ହୁଏ। ବେଶୀ ଗତିରେ ଚାଲିବାରୁ ସେପରି ଲାଗେ ଏହି ବିଶାଳ ବିଶ୍ୱ ମଧ୍ୟ ଗତିରେ ଚାଲିଛି। ତେଣୁ ଆମେ ଏହାକୁ ଏହି ରୂପରେ ଦେଖିପାରୁଛୁ। ଏତେ ଗତିରେ ଚାଲୁଛି ଯେ ସୂର୍ଯ୍ୟ ଜ୍ୱାଳାମୟ ହେଉଛି, ଅନ୍ୟ ଗ୍ରହ ଓ ଉପଗ୍ରହ ଜଳି ଉଠୁଛି। ସମ୍ପୂର୍ଣ୍ଣ ଜୀବନ ହେଉଛି ଗତି। ଜୀବନ ବା ପ୍ରାଣ ଏହି ଅନନ୍ତ ଗତିର ପରିଚୟ ମାତ୍ର। ଏହି ବିଶ୍ୱ ଗତିର ଏକ ନମୁନା। ଯଦି ତୁମେ ଏହି ଗତିରେ ତୁମ ଗତିକୁ ମିଶାଇ ପାର, ଯେଉଁ ଗତିରୁ ଶବ୍ଦ ଉତ୍ପନ୍ନ ହୋଇଛି, ତୁମେ ମଧ୍ୟ ତାହାରେ ଏକତା ହୋଇଯିବ। ଶାନ୍ତ ନହେଲେ ଅସୁବିଧା ଅନୁଭବ ହୁଏ। ସେପାଇଁ ଭୋଜନ, ଶୟନ, ସ୍ୱପ୍ନ ସମୟରେ ମଧ୍ୟ ଜପ କରିବା ନିୟମ ଅଛି। ଆମକୁ ଅଭ୍ୟାସ କରିବାକୁ ହେବ। ନିଜ ଇଚ୍ଛା ଅନୁଯାୟୀ ଯେଉଁଠି ଇଚ୍ଛା ହୁଏ ସେଠି ଜପ କରିଥା। ଏଭଳି କରୁଥିବା ବେଳେ ଦେଖିବ ତୁମର ଜପ ନିଜେ ହୋଇଯାଉଛି। ଅସ୍ଥିମାଂସ, ରକ୍ତକଣିକା, ପ୍ରତ୍ୟେକ ଅଣୁପରମାଣୁ ନିଜ ନିଜ ମନ୍ତ୍ରର ଜପ ଆରମ୍ଭ କରିଦେବ। ଲକ୍ଷ ଗ୍ରନ୍ଥି ମଧ୍ୟ ପ୍ରତିପଳ ଜପ କରୁଛି। ଏଭଳି ହେଲେ ସହଜ ହେବ। ଏପରି ଭାବେ ପ୍ରତି ମୁହୂର୍ତ୍ତ ଜପ କରୁଥିବା ବେଳେ ଏକ ମୁହୂର୍ତ୍ତ ମଧ୍ୟରେ ଲକ୍ଷ ଜପ ହେଯିବ ଏବଂ ତୁମେ ଦେଖିପାରିବେ ଯେ ତୁମେ ଶୋଇଥିବା ବେଳେ ମଧ୍ୟ ଜପ ଚାଲିଥାଏ।